ଟଙ୍କା ପାଇବା ପାଇଁ ଚାହୁଁଥିଲେ ଆଜି ରାତି ସୁଦ୍ଧା କରାଇ ଦିଅନ୍ତୁ ଏହି କାମ, ନଚେତ୍ ଆପଣ ବି ଟଙ୍କା ପାଇବା ପାଇଁ ବଞ୍ଚିତ ହୋଇପାରେ ନାହିଁ। ଆପଣମାନେ ସମସ୍ତେ ଜାଣିସାରିଥିବେ ଆସନ୍ତା କାଲି ଅଗଷ୍ଟ ମାସର 9 ତାରିଖ ଆସିବାକୁ ଯାଉଛି ସୁଭଦ୍ରା ଯୋଜନାର ତୃତୀୟତମ କିସ୍ତି। ହେଲେ ଏବେ ବି ଅନେକ ହିତାଧିକାରୀ ଅଛନ୍ତି ଯେଉଁମାନେ ମଧ୍ୟ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି। ତେବେ ଆପଣ ବି କେମିତି ଟଙ୍କା ପାଇପାରିବେ, କ'ଣ କରିବାକୁ ପଡ଼ିବ, ଯାହା ଆମେ ଏହି ଭିଡ଼ିଓରେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡ଼ିଓକୁ ଲାଇକ୍ କରନ୍ତୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିନଥିଲେ ଏବେ ହିଁ ଯାଇକି ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଆପଣମାନେ ସମସ୍ତେ ଜାଣିଥିବେ ଏବେ ସୁଭଦ୍ରା ସ୍କିମରେ ବାର୍ଷିକ 2ଟି କିସ୍ତିରେ 10,000 ଟଙ୍କା ମିଳିଥାଏ। ଗୋଟିଏ ମହିଳା ଦିବସ ଅବସରରେ ମିଳୁଥିବା ବେଳେ ଆଉ ଏକ ରକ୍ଷାବନ୍ଧନ ଅବସରରେ ଟଙ୍କା ମିଳିବ ବୋଲି ଆମ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଘୋଷଣା କରି ମଧ୍ୟ ଜଣାଇଛନ୍ତି। ହେଲେ ଏହି ମଧ୍ୟରେ ଅନେକ ହିତାଧିକାରୀ ଯେଉଁମାନେ ମଧ୍ୟ ଟଙ୍କାଟିଏ ବି ମିଳୁନାହିଁ ବୋଲି ବା ତେବେ ଆପଣଙ୍କୁ କ'ଣ କରିବାକୁ ପଡ଼ିବ ତେବେ ଜାଣି ରଖନ୍ତି। ଏହି ଟଙ୍କା ହେଲେ ଆପଣଙ୍କର ଡିବିଟି ଏନେବଲ ଆକାଉଣ୍ଟ ରହିଥିବା ନିହାତି ଜରୁରୀ। ତା ଛଡ଼ା ଆପଣଙ୍କର ବ୍ୟାଙ୍କରେ KYC ରହିଥିବା ନିହାତି ଜରୁରୀ, ନଚେତ୍ ସରକାରଙ୍କ ଟଙ୍କା ପଠାଇଲେ ବି ଆପଣଙ୍କ ଖାତାରେ ଜମା ହେବ ନାହିଁ। ତା ଛଡ଼ା ଏବେ ସରକାରଙ୍କ ଆସିଲା ବଡ଼ ସୂଚନା। ଏଥର ତୃତୀୟତମ କିସ୍ତିରେ ଯୋଡ଼ି ହେବେ ଆଉ କିଛି ନୂଆ ହିତାଧିକାରୀ, ଅର୍ଥାତ୍ 2 ଲକ୍ଷ ହିତାଧିକାରୀ ପୁଣି ଯୋଡ଼ି ହେବେ ବୋଲି ସୂଚନା ମଧ୍ୟ ଦେଇଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ତେବେ ଯଦି ଆପଣ ବି ଟଙ୍କା ପାଇନାହାନ୍ତି ତେବେ ଏକା ଆପଣ ମାନଙ୍କୁ ମଧ୍ୟ 3ଟି କିସ୍ତିରେ 15,000 ମିଳିଯାଇପାରିବେ। ତା ଛଡ଼ା ଯେଉଁମାନେ ଗୋଟିଏ କିସ୍ତିରେ ପାଇଥିଲେ ଆଉ ପାଇନାହାନ୍ତି ସେମାନଙ୍କ ଆକାଉଣ୍ଟକୁ ମଧ୍ୟ ଆସିବ 10,000 ଟଙ୍କା। ଏମିତି ଯେଉଁମାନେ 2ଟି କିସ୍ତିର ଟଙ୍କା ପାଇସାରିଛନ୍ତି ତ ସେମାନଙ୍କୁ ଏକାବେଳେ ଆଉ 5,000 ଟଙ୍କା ଆସିବ, ଅର୍ଥାତ୍ ମୋଟ ଉପରେ 15,000 ଟଙ୍କା ସେମାନେ ମଧ୍ୟ ପାଇଯିବେ। ତେବେ ଯଦି ଆପଣ ବି ଲିଷ୍ଟ ଦେଖିବାକୁ ଚାହୁଁଛନ୍ତି ଆମ ଡିସ୍କ୍ରିପସନରେ ୱେବସାଇଟର ଲିଙ୍କ ଆମେ ଡିସ୍କ୍ରିପସନରେ ଦିଆହୋଇଛି। ଆଶା କରୁଛି ଭିଡ଼ିଓଟି ବହୁତ ଭଲ ଲାଗିଥିବ ଆପଣମାନଙ୍କୁ। ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଧନ୍ୟବାଦ।